যোগী সরকার মুখ্য দায়ী ଯେଉଁମାନେ ଉତ୍ତରପ୍ରଦେଶର ଯେଉଁ ମୁଖ୍ୟମନ୍ତ୍ରୀ ଯୋଗୀ ପବନ ଛାଡ଼ୁଛନ୍ତି ମୁଁ ଅମକ କରୁଛି ସମକ କରୁଛି କାହିଁ ଚୋରି ଧରିକି ଆସାମୀମାନେ ଦଣ୍ଡ ଦିଅନ୍ତି ଆମେ ଜାଣିବା ଦେଶରେ ଯୋଗୀ ସରକାର ଅଛି ମୋଦି ଅଛନ୍ତି ଏମାନେ ତ ସନାତନୀ ନୁହନ୍ତି। ଅଯୋଧ୍ୟା ରାମ ମନ୍ଦିର ଅଯୋଧ୍ୟା ରାମ ମନ୍ଦିର ଯେଉଁମାନେ ଚୋରି କଲେ ସେମାନଙ୍କୁ ଗିରଫ କରାଯିବ ଆମେ ଦାବି କରୁଛୁ ଏବଂ ଏହି ଚୋରି ପଛରେ ସେଠିକାର ଟ୍ରଷ୍ଟ ହିଁ ଆଉ ସେଇ ପୂଜାରୀ ସେଇଠିର ଯେଉଁମାନେ ଦାୟିତ୍ୱରେ ସେମାନେ ହିଁ ଦାୟୀ। ଏଥିପାଇଁ ଯୋଗୀ ସରକାର ମୁଖ୍ୟ ଦାୟୀ ଯେଉଁମାନେ ଉତ୍ତରପ୍ରଦେଶର ଯେଉଁ ମୁଖ୍ୟମନ୍ତ୍ରୀ ଯୋଗୀ ପବନ ଛାଡ଼ୁଛନ୍ତି ମୁଁ ଅମକ କରୁଛି ସମକ କରୁଛି କାହିଁ ଚୋରି ଧରିକି ଆସାମୀମାନେ ଦଣ୍ଡ ଦିଅନ୍ତୁ ଆମେ ଜାଣିବା। ଚୋରି ଆମ ହିନ୍ଦୁ ଲୋକ ହିଁ କରୁଛନ୍ତି, ସନାତନୀ ଲୋକ ହିଁ କରୁଛନ୍ତି, କେଉଁ ପଠାଣ ମୁସଲିମ ଖ୍ରୀଷ୍ଟିଆନ କିଏ କରୁନାହାନ୍ତି। ଅତୀତରେ ମାମୁଦ ଆସିକି ଲୁଣ୍ଠନ କରୁଥିଲା ମନ୍ଦିର ସମ୍ପତ୍ତି ପାଇଁ, କିନ୍ତୁ ଏବେ ନିଜେ ଆମର ହିନ୍ଦୁ ସନାତନ ଲୋକ ହିଁ ଏଇଟା ଚୋରି କରୁଛନ୍ତି। ଏମିତି ସରକାର କରିବ ଡବଲ ଇଞ୍ଜିନ ସରକାର ଅଛି ବା ଦେଶରେ ଯୋଗୀ ସରକାର ଅଛି ମୋଦି ଅଛନ୍ତି ଏମାନେ ତ ସନାତନୀ ନୁହନ୍ତି। ଯୋଗୀ ହେଉଛି ଦଲାଲ, ଯୋଗୀ ହିନ୍ଦୁ ନାହିଁ। ସେ ହିନ୍ଦୁ ନାଁରେ ଭୋଟ ପାଇଁ ହିନ୍ଦୁ ଜିମ୍ ଆଉ ସନାତନୀ ଜିମ୍କୁ ୟୁଜ୍ କରୁଛି ଯୋଗୀ। କାହିଁ ରାଜପୁର ଜାଟ୍ ଯେଉଁ ଗୁଣ୍ଡା ଅଛନ୍ତି ତାଙ୍କୁ କିଏ ମାରିଛି ଦେଖିଛନ୍ତି? କ୍ୟାଷ୍ଟିଜିମ୍ ସିଏ କରୁଛି। ମୁଁ ବି କ୍ଷତ୍ରିୟ ଲୋକ କିନ୍ତୁ ସତ କଥା ମୁଁ କହୁଛି ସେ କ୍ୟାଷ୍ଟିଜିମ୍ କରୁଛି। ଆଉ କି ସନାତନୀ ସିଏ? କିଛି ସନାତନୀ ନାହିଁ। ଗାଈ ମାଂସ ଆଜି ବ୍ୟାନ୍ କରିପାରିଲାନି। ଗୋ କଟା ରାସ୍ତା ଉପରେ ଲକ୍ଷ ଲକ୍ଷ ଗାଈ କଟା ହେଉଛି ଉତ୍ତରପ୍ରଦେଶରେ। ମଦ ବିକା ହେଉଛି, ମଦ ଗାଈ ମାଂସ ଚାଲିଛି ଯେଉଁ ଉତ୍ତରପ୍ରଦେଶରେ। କି ସନାତନୀ ସିଏ? କିଛି ସନାତନୀ ନାହିଁ। ଖାଲି ଭୋଟ ପାଇଁ ସନାତନ ଧର୍ମକୁ ୟୁଜ୍ କରୁଛି ଯୋଗୀ, ଆଉ କିଛି ହଁ ଧର୍ମ ନାଁରେ ଆଉ ହିନ୍ଦୁ ଯେମିତି ଭୋଟଟା କେମିତି ହିନ୍ଦୁ ଭୋଟ ପାଇଯାଉଛି ଭାଗ ହିନ୍ଦୁ ଭୋଟ ସନାତନୀ ଭୋଟ ସେ ଭୋଟଟା ପାଇବା ପାଇଁ ହିନ୍ଦୁ ଲୋକ ମୂର୍ଖ। ସେଥିପାଇଁ ଯେଉଁ ହିନ୍ଦୁ ମୂର୍ଖ ନାହିଁ, ମୂର୍ଖ ହେବାରୁ ଆଜି ନିଜ ଭିତରେ ଜାତି ଭାଗ ହେଇକି ଅଛନ୍ତି। ଓବିସି ଏସ୍ସି ଏସ୍ଟି ବ୍ରାହ୍ମଣ କ'ଣ ଏଇ କ'ଣ ମଣିଷ ତ ଗୋଟେ ବେଦ କଲା ବସୁଧୈବ କୁଟୁମ୍ବକମ୍। ଏ ସାରା ପୃଥିବୀ ହେଉଛି ଆମ ପରିବାର।